ଶରତଜୀ ଶିଶୁ ବିଦ୍ୟା ମନ୍ଦିରରେ କ'ଣ ଅଛି? ଶିଶୁ ବାଟିକା ଅଛି। ଶିଶୁ ବାଟିକାରେ କ'ଣ କୁହାଯାଉଛି? ଶିଶୁ ପ୍ରାରମ୍ଭ ଏବଂ ଶିଶୁ ବୋଧ। ମୁଁ ଶିଶୁ ମନ୍ଦିରରେ ଗୁରୁଜିଥିଲି ତ ମୋର ବେଶୀ ମନେ ଅଛି। ଏଣୁକରି ଏ ବ୍ୟବସ୍ଥାଟା ଶିଶୁ ବାଟିକା ଯୋଉଟା ଏଇଠି ବି ଲାଗୁ ହେଉଛି ଆମ ଓଡ଼ିଶାରେ ସରକାରୀ ସ୍ତରରେ ପ୍ରାଥମିକ ସ୍ତରରେ ଅଙ୍ଗନବାଡିରେ ଶିଶୁ ବାଟିକାର 1, 2 ଅଛି ଏବଂ 3 ଯୋଉଟା ସେଇଟା ପ୍ରାଥମିକ ବିଦ୍ୟାଳୟରେ 3 ଅଛି। ଆଗାମୀ ଦିନରେ ସେ ଦିଦି ତ ଜାଣିଛନ୍ତି କହୁଥିଲେ ସେତେବେଳେ ଯେ ଆମକୁ ମଧ୍ୟ ଇଏ ପ୍ରାଥମିକ ବିଦ୍ୟାଳୟରେ ମିଶେଇ ଦେବେ ଆଉ ଶିଶୁ ବାଟିକାରେ ଆମେ ମିଶିବୁ। ଶିଶୁ ବାଟିକା 1, 2, 3 ପର୍ଯ୍ୟନ୍ତ ଦାୟିତ୍ୱ ରହିବ। ତାପରେ ଯାଇକରି କ୍ଲାସ୍ 1, କ୍ଲାସ୍ 2, କ୍ଲାସ୍ 3 ଏମିତି କଣ୍ଟିନ୍ୟୁ ହେଇକରି ଯୋଉ ନୂଆ ପଲିସି ଆସିଛି ଏଜୁକେସନ ପଲିସି ନୂତନ ଜାତୀୟ ଶିକ୍ଷାନୀତି 2020ରେ +5, +3, +3, +4 ଏଇ ଯୋଉ ପାଟର୍ଣ୍ଣରେ ଆମକୁ ଆଗାମୀ ଦିନରେ ଆମ ପିଲାମାନଙ୍କୁ ପାଠ ପଢ଼େଇବାର ଏ ସିଷ୍ଟମରେ ଆମେ ଯୋଉ ଯାଉଛନ୍ତି ତା ନିଶ୍ଚିତ ଭାବରେ ଆଗାମୀ ଦିନରେ ଆମେ ସେଇ ସିଷ୍ଟମରେ ଅଙ୍ଗନବାଡିର ନିଶ୍ଚିତ ଭାବରେ ମୁଁ ଭାବୁଛି ତ ଭାଗ୍ୟ ଉଜ୍ଜଳ ହବ। ତ ଯାହା ବି ହଉ ଇଏ ଆରମ୍ଭ ହେଇଛି। ଆମେ ବୋଧେ ଏଥିରେ ଏଇଠି କୋଉଠି ଗୋଟେ କାର୍ଯ୍ୟକ୍ରମ ହେଇଥିଲା ଗଣ୍ଡମୁଣ୍ଡା ବଡ଼ଗଡ଼ରେ ଏଇଠି କାର୍ଯ୍ୟକ୍ରମ ହେଇଥିଲା। ଆମେ ଆସିଥିଲୁ ଆଉ ସେଥିରେ ମଧ୍ୟ ଆମର କ'ଣ ସେ କାର୍ଯ୍ୟକ୍ରମ ଥିଲା ଶିଶୁ ନାମ ଲେଖା ନା କ'ଣ ଖଡ଼ିଛୁଆଁ। ଇଏ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ଇଏ ପାଖରେ ଆମେ ଏଠି କରେଇଥିଲୁ ଏବଂ ତା ସହିତ ମଧ୍ୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଗୋଟେ କରାହେଇଥିଲା ଯୋଉଥିରେ କି ପ୍ରଥମ ଥର କରି ନବମ ଶ୍ରେଣୀ ଆଉ ଦଶମ ଶ୍ରେଣୀ ପିଲାମାନଙ୍କୁ ମଧ୍ୟ ଇଏ ପୋଷଣଯୁକ୍ତ ଖାଦ୍ୟ ଦିଆଯିବ ତାର ଶୁଭାରମ୍ଭ କରାଯାଇଥିଲା। ଆଗରୁ ନବମ ଦଶମକୁ ଦିଆଯାଉନଥିଲା ଜାଣିଥିବେ ଆପଣମାନେ। ତାକୁ ମଧ୍ୟ ଇଏ ଦିଆଯାଇକରି ସେଥିରେ ଅନ୍ତର୍ଭୁକ୍ତ ଏଥିରେ ଆପଣଙ୍କର କରାଯାଇଛି। ଠିକ୍ ସେଇଭଳି ଭାବରେ ଆମେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟ ଏବେ ଯେତିକି ଅଣ୍ଡା ଦିଆଯାଉଥିଲା ଗୋଟେ ଅତିରିକ୍ତ ଅଣ୍ଡା ଦିଆଗଲା। ଆଉ ଗୋଟିଏ ଅଣ୍ଡା ସଂଖ୍ୟା କେତେ ହେଲା? 3 ବୋଧେ। ହଁ 2 ଥିଲା 3 ହେଲା 3ଟି ଅଣ୍ଡା ହେଲା ଏବଂ ସେଇଭଳି ଭାବରେ 3ଟି ପୁଷ୍ଟିସାର ଯୁକ୍ତ କ'ଣ ଲଡୁ ମଧ୍ୟ ଦେବାର ଏ କାର୍ଯ୍ୟକ୍ରମକୁ ଆଉ ଟିକେ ଅଧିକ ତାକୁ ଷ୍ଟ୍ରେଙ୍ଗଥେନ୍ କରାହେଇଛି। ଏହି କାର୍ଯ୍ୟରେ ଯେଉଁମାନେ ସହାୟତା କରୁଛନ୍ତି ଯେଉଁ ଆମର ପାଚକ ପାଚିକା ମାନେ ସେମାନେ କାମ କରୁଛନ୍ତି ସମସ୍ତଙ୍କର ପଇସା ବଢୁଛି। ପାଚକ ପାଚିକା ମାନେ ବି ଆସିକି ଦାବି କରିଲେ ମୁଖ୍ୟମନ୍ତ୍ରୀ ପାଖରେ ଆମେ ତ ଏତେ କାମ କରୁଛୁ ଏବେ ନୂଆ କାମ କରିବୁ ଅଣ୍ଡା ଗୋଟେ 2ଟା ଜାଗାରେ 3ଟାର ରୋଷେଇ କରିବୁ ଅଧିକ ପରିଶ୍ରମ ଆମେ। ଠିକ୍ ସେଇଭଳି ଭାବରେ ଲଡୁରେ ଆମେ ବାଣ୍ଟିବା ଏସବୁ କାମ କରିବାରେ ଆମର ବି ଦରମା ବା ଆମର ପାରିଶ୍ରମିକ ବଢ଼େଇ ଦିଆଯାଉ ବୋଲି ସେ ଦାବି କରିଲେ। 2000 ଟଙ୍କା ସେମାନେ ପାଉଥିଲେ ସେମାନଙ୍କୁ ମଧ୍ୟ 3000 ଟଙ୍କାକୁ ଏବେ ତାଙ୍କର ବି ବୃଦ୍ଧି କରାଯାଇଛି। ଅର୍ଥାତ୍ ଧୀରେ ଧୀରେ ଇଏ ସବୁ କଥାକୁ ଫୋକସ୍ କରାଯାଉଛି ଏବଂ ଇଏ ବିଭାଗରେ କିଭଳି ଭାବରେ ସବୁଠାରୁ ଗୁରୁ ଦାୟିତ୍ୱ ରହିଛି ଏଠି ଯୋଉଟାକି ଆମର ତୃଣମୂଳ ସ୍ତର ଏ କାମକୁ କରେଇ ପାରିଲେ ହିଁ ଆମେ ଆଗକୁ ଯାଇପାରିବା ଏବଂ ସେମାନଙ୍କର ସଂଖ୍ୟା କେତେ ସେମାନଙ୍କୁ କେତେ ଲୋକ ପିଲାଙ୍କୁ ଆମେ ଦାୟିତ୍ୱ ଦେଉଛନ୍ତି କ'ଣ କରୁଛନ୍ତି ଏ ଡିଟେଲ ହିସାବ ରଖିକରି କାମ କରିବା ପାଇଁ ପ୍ରଧାନମନ୍ତ୍ରୀଜୀ ନିଜେ ଡିଜିଟାଲ ଇଣ୍ଡିଆ ଯୋଉ ଘୋଷଣା କରିଛନ୍ତି ସେଇ ଆଧାରରେ ଇଏ ଅଙ୍ଗନବାଡି ସିଷ୍ଟମଟାକୁ ବି ସେ ତାକୁ ସାମ୍ନାକୁ ଆଣିଛନ୍ତି ଏବଂ ସେ ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇକରି ପୋଷଣ ଟ୍ରାକର ୱେବ୍ ଇଣ୍ଟରଫେସ୍ ଗୋଟେ ସେ କରିଛନ୍ତି ତାର ବିକାଶ କରିଛନ୍ତି। ତାହା ଦ୍ୱାରା ଗୋଟେ ଯୋଉ ସବୁ ଅଙ୍ଗନବାଡି କେନ୍ଦ୍ରକୁ ଡିଜିଟାଇଜେସନ ଭିତରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ପୋଷଣ ଟ୍ରାକ୍ ଆପ୍ଲିକେସନ ମାଧ୍ୟମରେ ହେବା ଦ୍ୱାରା ଧୀରେ ଧୀରେ ସମସ୍ତ କଥା ସମର ସମସ୍ୟା ତାର ସମାଧାନ ସମସ୍ତ କଥା ଏଥିରେ ଆପଣମାନେ ନିଜେ ବି ସେଥିରେ ଆପ୍ଲିକେସନ ମାଧ୍ୟମରେ ଜଣେଇ ପାରିବେ ତାର ପ୍ରତିକାର ହେଇପାରିବ ସମାଧାନର ରାସ୍ତା ବାହାରି ପାରିବ। ଏହା ଅତି ଗୁରୁତ୍ୱର ସହିତ ସେ ବିଚାରକୁ ନେଇଛନ୍ତି। ଅତି ଆନନ୍ଦର କଥା ଆଜି ଆମେ ଯୋଉଠି ଅଛନ୍ତି ଏ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଇଏ ସଂସ୍ଥାରେ ଆମେ ସେଠି ଯୋଉ ଉଦ୍ଘାଟନ କଲୁ ପ୍ରଥମରେ ଯାଇକି 84 ଶଯ୍ୟା ବିଶିଷ୍ଟ ଏକ ନୂତନ ହଷ୍ଟେଲ ତାର ଉଦ୍ଘାଟନ ଆଜି କରାଯାଇଛି। ଏହା ସହିତ ଗୋଟିଏ ଲାଇବ୍ରେରୀର ତାର ମଡର୍ଣ୍ଣାଇଜେସନ କରାଗଲା ତାକୁ ମଧ୍ୟ ଉଦ୍ଘାଟନ କରାଗଲା। ଅଙ୍ଗନବାଡି ଟ୍ରେନିଂ ସେଣ୍ଟର ଗୋଟେ ଆଜି ତାର ନବୀକରଣ ହେଇଛି ତାକୁ ମଧ୍ୟ ଆମେ ଆଜି ଉଦ୍ଘାଟନ କଲୁ। ମୁଁ ବହୁତ ଖୁସି ହେବି ଏଠି ଯୋଉ ବିଭିନ୍ନ ପ୍ରକାରର ଏ କ୍ୟାମ୍ପସ ଭିତରେ ଯୋଉ ବିଲ୍ଡିଂ ଅଛି ସେଥିରେ 8ଟି ଯୋଉ ଆମର
ବିଲ୍ଡିଂ କୁ 8ଟି ଓଡ଼ିଶାର ମହିୟସୀ ମହିଳା ଯେଉଁମାନେ ଅଛନ୍ତି ତାଙ୍କରି ନାମରେ ନାମିତ ଆମେ କରିଛନ୍ତି ଆଜି। ମୁଁ ଘୋଷଣା କରାଯିବ ତ ମୁଁ ନିଶ୍ଚିତ ଭାବରେ ତାକୁ ଘୋଷଣା ମଧ୍ୟ କରୁଛି। ଯେଉଁଟା କନଫରେନ୍ସ ହଲ୍ ସେଇଟା କେଉଁଟା ଏଇଟା ଏ କନଫରେନ୍ସ ହଲ୍ର ନାମ ହେବ ରମାଦେବୀ ସମ୍ମିଳନୀ କକ୍ଷ। କିନ୍ତୁ ଆମର ପ୍ରମୁଖ ଶାସନ ସଚିବଠୁ ଆରମ୍ଭ କରି ଡିସି ମ୍ୟାଡାମଠୁ ଆରମ୍ଭ କରି ଆମର ଡିସିଏମ୍ ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି ହଲ୍ଟାକୁ ଟିକେ ଛୋଟ କରିଦେବା ଟିକେ ନା ବଡ଼ କରିଦେବା ମନେ ରଖିଛନ୍ତି ତାହେଲେ ବଡ଼ କରିବା ପାଇଁ କହୁଛନ୍ତି।